जेजेमा लक्ष्मी पूजा रे एते नीति नियम किए प्रणयन करथिले आउ काहेकि करिथिले? ଏହି ସବୁ ନୀତି ନିୟମ ପରମ ଭକ୍ତ ବଳରାମ ଦାସ ପ୍ରଣୟନ କରିଥିଲେ। କିନ୍ତୁ ଲକ୍ଷ୍ମୀ ପୁରାଣ ରଚନା କରି ମଧ୍ୟ ମା ଲକ୍ଷ୍ମୀଙ୍କର କ୍ରୋଧରୁ ବଳରାମ ବଞ୍ଚି ପାରିଲେ ନାହିଁ। ମା ତାଙ୍କ ଭକ୍ତକୁ କାହିଁକି ଅଭିଶାପ ଦେଲେ जेजेमा? ଥରେ ବଳରାମ ଦାସ ଲକ୍ଷ୍ମୀ ନାରାୟଣଙ୍କ ରାତ୍ରି ଭ୍ରମଣ ଦେଖିବାକୁ ଇଚ୍ଛା କରିଥିଲେ। ତାଙ୍କର ଇଚ୍ଛା ପୂରଣ କରିବା ପାଇଁ ସେ ପ୍ରଭୁ ଜଗନ୍ନାଥଙ୍କୁ ଗରୁଡ଼ ସ୍ତମ୍ଭରେ ଠିଆ ହୋଇ ପ୍ରାର୍ଥନା କଲେ। ଭଗବାନ ଭକ୍ତଙ୍କ ଭକ୍ତି ଓ ପ୍ରେମ ଦ୍ୱାରା ବନ୍ଧା ହୋଇଛନ୍ତି। ସେ ଭକ୍ତଙ୍କୁ ତାଙ୍କର ଇଚ୍ଛା ପୂରଣ କରିବା ପାଇଁ କଥା ଦେଇଦେଲେ। କିନ୍ତୁ ଯେତେବେଳେ ବ୍ରହ୍ମାଣ୍ଡର ମାତା ଲକ୍ଷ୍ମୀ ଏହି ଖବର ପାଇଲେ ସେ କ୍ରୋଧରେ ପୂର୍ଣ୍ଣ ହୋଇଗଲେ। ପୁତ୍ର ଭଳି ଭକ୍ତଙ୍କ ଦିବ୍ୟ ଖେଳ ଦେଖିବା ପାଇଁ ଏହି ପ୍ରକାରର ଅସମ୍ଭବ ଇଚ୍ଛା ଜାଣିବା ପରେ ସେ ଅଧୈର୍ଯ୍ୟ ହୋଇଗଲେ। କିନ୍ତୁ ଯେତେବେଳେ ପ୍ରଭୁ ଜଗନ୍ନାଥ ଅନୁମତି ଦେଲେ ତାହା ଅନ୍ୟଥା ହୋଇପାରିଲା ନାହିଁ। ତଥାପି ଲକ୍ଷ୍ମୀ ସ୍ୱପ୍ନରେ ବଳରାମ ଦାସଙ୍କୁ ଅଭିଶାପ ଦେଇ କହିଲେ, ବଳରାମ, ତୁମେ ମୋର ଭକ୍ତ, ମୋର ସନ୍ତାନ ହୋଇ ଆମର ଦିବ୍ୟ ଖେଳ ଦେଖିବା ସମ୍ଭବ କି? ତୁମେ ଆମ ନାଟକ ଦେଖିବା ପାଇଁ ଏତେ କାମୁକ ଯେ ତୁମେ ଚାହୁଁଛ ଏହା ଦେଖିବାକୁ? ତୁମେ ଦିବ୍ୟ ରାଜ୍ୟର ଅପମାନ କରିଛ। ଯଦି ଇଚ୍ଛା ଥାନ୍ତା ମୁଁ ତୁମକୁ ପାଉଁଶ କରିଦେଇଥାନ୍ତି। କିନ୍ତୁ ପ୍ରଭୁ ଜଗନ୍ନାଥ ତୁମର ଇଚ୍ଛା ପୂରଣ କରିଛନ୍ତି। ମୁଁ ପ୍ରଭୁଙ୍କ ଇଚ୍ଛା ବିରୁଦ୍ଧରେ ଯିବି ନାହିଁ। କିନ୍ତୁ ଏହା ତୁମ ଉପରେ ଅଭିଶାପ। ବଳରାମ, ଯଦିଓ ତୁମେ ସବୁ କିଛି ପାଇଛ, ଜଣେ ଭକ୍ତ ଭାବରେ ତୁମେ ତୁମର ଶେଷ ଜୀବନରେ ପୁରୀରେ ରହିପାରିବ ନାହିଁ।